प्रभुଙ୍କର गौरव ହେଉ। ଯୀଶୁ ଖ୍ରୀଷ୍ଟ ସତ୍ୟ ଅଟନ୍ତି। ସେ ଉଭୟ ପରମେଶ୍ୱର ଏବଂ ମନୁଷ୍ୟ ଅଟନ୍ତି। ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 6 ପଦରେ ଯୀଶୁ ଖ୍ରୀଷ୍ଟ କହିଲେ, ମୁଁ ପଥ ସତ୍ୟ ଏବଂ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପରମେଶ୍ୱର ଭାବେ ଯୀଶୁ ଖ୍ରୀଷ୍ଟ ସତ୍ୟର ସ୍ରୋତ ଅଟନ୍ତି। ସର୍ବଶକ୍ତିମାନ, ଅପରିବର୍ତ୍ତନୀୟ ଏବଂ ଅନନ୍ତକାଳୀନ ପରମେଶ୍ୱର ଅଟନ୍ତି। ମନୁଷ୍ୟ ଭାବେ ସତ୍ୟର ପ୍ରତିରୂପ ଅଟନ୍ତି, ରକ୍ତ ମାଂସର ସ୍ୱର। ପରମେଶ୍ୱରଙ୍କ ବାହାରେ କୌଣସି ସତ୍ୟ ନାହିଁ। ସତ୍ୟ କୌଣସି ବିଚାର, ଦର୍ଶନ ବା ଧର୍ମ ନୁହେଁ, କିନ୍ତୁ ସତ୍ୟ ଜଣେ ଜୀବନ୍ତ ବ୍ୟକ୍ତି ଅଟନ୍ତି, ଆଉ ତାହାଙ୍କ ନାମ ହେଉଛି ଯୀଶୁ ଖ୍ରୀଷ୍ଟ, ଯିଏକି କେବଳ ଏକମାତ୍ର ସତ୍ୟ ପରମେଶ୍ୱର ଅଟନ୍ତି ଏବଂ ଜୀବନ୍ତ ପରମେଶ୍ୱର ଅଟନ୍ତି। ସଂସାର ପାପରେ ବୁଡ଼ିଛି, ସଂସାର ମିଥ୍ୟାରେ ବୁଡ଼ିଛି। ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବେ, ତେବେ ଆପଣ ସତ୍ୟକୁ ଅସ୍ୱୀକାର କରୁଅଛନ୍ତି। ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ତେବେ ଆପଣ ସତ୍ୟକୁ ଗ୍ରହଣ କରୁଅଛନ୍ତି, ଯେଉଁ ସତ୍ୟ ଆପଣଙ୍କୁ ଏହି ମିଥ୍ୟା ସଂସାରରୁ ମୁକ୍ତ କରିବେ। ଆମେନ୍।